ମୋତେ ବ୍ଲାକ୍ ଅଙ୍ଗୁର ବହୁତ ପସନ୍ଦ ଆଉ ସେଇଟା ପୁଣି ସିଡ୍ଲେସ୍ ଅଙ୍ଗୁର। ତ ଜେପ୍ଟୋରୁ ମୁଁ ଅର୍ଡ଼ର କରିଦିଏ ବ୍ଲାକ୍ର ସିଡ୍ଲେସ୍ ଅଙ୍ଗୁର। ପୂର୍ବ ଥର ଯେବେ ଆଣିଥିଲି ବହୁତ ଭଲ ମିଳିଥିଲା, ମାନେ ମିଠା ଅଙ୍ଗୁର ମିଳିଥିଲା, କିନ୍ତୁ ଏଇଥରକ ପୁରା ଖଟା। ଯେହେତୁ ମୁଁ ଜେପ୍ଟୋରୁ ନେଇ ଆସିଥିଲି ଆଉ ତ ଟେଷ୍ଟ କରିନଥିଲି, ତ ଆଣିଲା ପରେ ଜଣାପଡ଼ିଲା ଯେ ଏଇଟା ବହୁତ କଷା ଆଉ ଖଟାଳିଆ ଟାଇପ୍ର। ତ ଯେହେତୁ କିଣି ସାରିଛି ଆଉ କ'ଣ କରିବି, ତ ଭାବିଲି ଆ ଦେହରେ ଆକୁ ଖିସମିସ୍ ବନେଇଦେବା। ଆଉ ଖିସମିସ୍ ବନେଇବା ତ ବହୁତ ସହଜ ଆଉ ବହୁତ ଇଜିଲି ବନିଯିବ, କିଛି ଝିଞ୍ଝଟ ହିଁ ନାହିଁ। ବାସ୍ ଖାଲି କି ଅଙ୍ଗୁରକୁ ତା ଡେମ୍ଫରୁ ଛଡ଼େଇ ଦେଇକି ଭଲସେ 3-4 ଧୁଆ କରି ପୁରା କ୍ଲିନ୍ କରିଦେଲି। ଆଉ ମୋ ପାଖରେ ଷ୍ଟିମର୍ ଯେହେତୁ ନଥିଲା, ସସ୍ପେନ୍ରେ ପାଣି ଦେଇକି ଏମିତି ଛଙ୍କାରେ ଥୋଇ ଦେଇକି ଘୋଡ଼େଇ ଦେଲି 15 ମିନିଟ୍ ଭିତରେ। ତ ମାନେ ବଢ଼ିଆ ସେ ଷ୍ଟିମ୍ ହେଇଗଲା। ତ ଗୋଟେ ପ୍ଲେଟ୍ରେ 3-4ଟା ଟିସ୍ୟୁ ପେପର୍ ଧରି ମୁଁ ଚାଲି ଛାତ ଉପରକୁ। ଯେହେତୁ ସାଙ୍ଗେ ସାଙ୍ଗେ ଷ୍ଟିମ୍ ଦେଇଥିଲି, ତ ସାଙ୍ଗେ ସାଙ୍ଗେ ଷ୍ଟିମ୍ ପରେ ସାଙ୍ଗେ ସାଙ୍ଗେ ହିଁ ଖରା ଦେବି, ନହେଲେ ନଷ୍ଟ ହେଇଯିବ। ତ ଟିସ୍ୟୁ ପେପର୍ ଖେଳେଇକିନି ତ ଏଠି ମୁଁ ଗୋଟା ଗୋଟା କରିକିନି ଅଙ୍ଗୁର ସବୁକୁ ଥୋଇଦେଲି। ତ ଲେଟ୍ ହେଇଯାଇଥିଲା ଟିକେ ବନଉ ମାନେ ଷ୍ଟିମ୍ ଦଉ ତ 10ଟା-11ଟା ସୁଦ୍ଧା। ତ ଖରା ତ ଏବେ ତ ବହୁତ ଜଲ୍ଦି ଆସିଯାଉଛି, ସେଥିପାଇଁ ଅଳ୍ପ ଟିକେ ଶୁଖିଥିଲା, ବେଶୀ ଶୁଖିନଥିଲା। ପୁଣି ନେକ୍ସଟ ଡେ ତାକୁ ନେଇ ଆସିକି ଖରାରେ ଦେଇଦେଲି। ତ ଆପଣ ଯଦି ଶୀତ ଦିନେ ବନାଉଛନ୍ତି ତ ଅଧିକ ଖରା ଦରକାର, ଆଉ ଏବେ ତ ଖରା ଦିନେ 4-5ଟା ଖରାରେ ପୁରା ପରଫେକ୍ଟ ବନିଯିବ। ମୋର ଦେଖନ୍ତୁ 5ଟା ଖରା ପରେ ପୁରା ପରଫେକ୍ଟ, ପୁରା ଦୋକାନରୁ ଆଣିଥିବା ଖିସମିସ୍ ପୁରା ବନିଗଲା ଘରେ।